ବିକ୍ରମ ବୋଲି ଜଣେ ରାଜା ଥିଲେ। ରାଜା ଯେତେବେଳେ ବି ମନ୍ଦିର ଯାଉଥିଲେ ସେଠାରେ ଦୁଇଜଣ ଭିକାରୀ ରାଜାଙ୍କ ଡାହାଣ ଓ ବାମ ପାର୍ଶ୍ୱରେ ଆସି ଛିଡ଼ା ହେଇଯାଉଥିଲେ। ଡାହାଣ ପାର୍ଶ୍ୱର ଭିକାରୀ ଜଣକ କୁହେ, ହେ ପ୍ରଭୁ, ତୁମେ ରାଜାଙ୍କୁ ବହୁତ କିଛି ଦେଉଛ, ମୋତେ ବି ଦିଅ। ପୁଣି ଡାହାଣ ପାର୍ଶ୍ୱର ଭିକାରୀ ବାମ ପାର୍ଶ୍ୱ ଭିକାରୀକୁ ଦେଖି କୁହେ, ଈଶ୍ୱର ସମସ୍ତଙ୍କର ଡାକ ଶୁଣନ୍ତି, ତୁ ବି ଡାକ, ତୋ କଥା ବି ନିଶ୍ଚୟ ଶୁଣିବେ। ଏହା ଶୁଣି ବାମ ପାର୍ଶ୍ୱର ଭିକାରୀ କୁହେ, ତୁ ଚୁପ୍ କର ମୂର୍ଖ। ଦିନେ ରାଜା ତାଙ୍କର ଜଣେ ମନ୍ତ୍ରୀଙ୍କୁ ଡାକି କହିଲେ, ମନ୍ଦିରର ଡାହାଣ ପାର୍ଶ୍ୱରେ ଯେଉଁ ଭିକାରୀଟି ବସେ ସେ ତ ସବୁବେଳେ ଭଗବାନଙ୍କୁ ମାଗେ, ନିଶ୍ଚୟ ଭଗବାନ ତା ଡାକ ଶୁଣିବେ। ହେଲେ ବାମ ପାର୍ଶ୍ୱରେ ଯେଉଁ ଭିକାରୀଟି ବସେ ସେ ତ ସବୁବେଳେ ମୋତେ ହିଁ ମାଗିଥାଏ। ତୁମେ ଗୋଟେ କାମ କର, ଗୋଟେ ବଡ଼ ପାତ୍ରରେ କ୍ଷୀରି ଭର୍ତ୍ତି କରି କିଛି ସ୍ୱର୍ଣ୍ଣ ମୁଦ୍ରା ସେଥିରେ ରଖିଦିଅ, ଆଉ ତାକୁ ନେଇ ସେ ବାମ ପାର୍ଶ୍ୱର ଭିକାରୀକୁ ଦେଇ ଆସ। ମନ୍ତ୍ରୀ ରାଜାଙ୍କ ଆଦେଶ ଅନୁସାରେ ସେ ଭିକାରୀକୁ କ୍ଷୀରି ଦେଇ ଆସିଲେ। ଭିକାରୀଟି କ୍ଷୀରି ଖାଇବାରେ ଲାଗି ପଡ଼ିଲା। କ୍ଷୀରି ଖାଉ ଖାଉ ଡାହାଣ ପାର୍ଶ୍ୱର ଭିକାରୀକୁ କହିଲା, ଦେଖିଲୁ ତ, କୁଆଡ଼ୁ ଚାଲି ଆସିଲୁ କେଜାଣି, ଆଉ କହିଲୁ କ'ଣ ନା ଭଗବାନ ଦେଇଦେବେ। ହେଇ ଦେଖ, ମୁଁ ରାଜାଙ୍କୁ ମାଗିଲି ଆଉ ମୋତେ ମିଳିଗଲା। ଏମିତି କହି ସେ ଭିକାରୀ କ୍ଷୀରି ଖାଉଥାଏ। ଯେତେବେଳେ ତା ପେଟ ଭରିଗଲା ସେ କ୍ଷୀରି ଭରା ପାତ୍ରଟିକି ଡାହାଣ ପାର୍ଶ୍ୱ ଭିକାରୀକୁ ଦେଇଦେଲା ଆଉ କହିଲା, ନେ ଧର, ତୁ ବି ଟିକେ ଖାଇଦେ ମୂର୍ଖ। ଆରଦିନ ରାଜା ଯେତେବେଳେ ମନ୍ଦିରକୁ ଆସିଲେ ଆଉ ଦେଖିଲେ ବାମ ପାର୍ଶ୍ୱର ଭିକାରୀଟି ତ ସେମିତି ବସିଛି, କିନ୍ତୁ ଡାହାଣ ପାର୍ଶ୍ୱ ଭିକାରୀଟି ସେଠି ନାହିଁ। ରାଜା ଆଶ୍ଚର୍ଯ୍ୟ ହୋଇ ବାମ ପାର୍ଶ୍ୱର ଭିକାରୀକୁ ପଚାରିଲେ, ତତେ କ'ଣ କ୍ଷୀରି ଭରା ପାତ୍ର ମିଳିନାହିଁ? ରାଜାଙ୍କ ପ୍ରଶ୍ନ ଶୁଣି ଭିକାରୀଟି କହିଲା, ହଁ ଆଜ୍ଞା, ମୋତେ କ୍ଷୀରି ଭରା ପାତ୍ର ମିଳିଥିଲା, ଆଉ କ୍ଷୀରିଟି ବହୁତ ସ୍ୱାଦିଷ୍ଟ ମଧ୍ୟ ଥିଲା। ମୁଁ ପେଟ ଭର୍ତ୍ତି କରି ଖାଇଲି। ଯେତେବେଳେ ମୋ ପେଟ ଭର୍ତ୍ତି ହେଇଗଲା ମୁଁ ସେ ଆର ଭିକାରୀକୁ ଦେଇଦେଲି ଆଉ କହିଲି, ନେ ମୂର୍ଖ, ସବୁବେଳେ କହୁଥା ଭଗବାନ ଦେଇଦେବେ ବୋଲି। ଭିକାରୀର କଥା ଶୁଣି ରାଜା ଟିକେ ହସିଲେ ଆଉ କହିଲେ, ସତରେ ତାକୁ ଭଗବାନ ହିଁ ଦେଇଦେଲେ।